ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ। ଗୌରୀ କହିବେ ପିୟୁଷକୁ, ମୁଁ ଜୀବନ ବାବଦରେ ଗୋଟିଏ ସ୍ୱପ୍ନ ଦେଖିଥିଲି। ତା ଜୀବନ ପ୍ରତି ବିପଦ ଅଛି। ମୁଁ ଜାଣିନାହିଁ, କିନ୍ତୁ ସମ୍ଭାବନା କ'ଣ ଅଛି ଜାଣୁ? ସାନ ମା ପୁଣି ଥରେ ଜୀବନକୁ ମାରିଦେବାକୁ ଚେଷ୍ଟା କରିବେ। ଏପର୍ଯ୍ୟନ୍ତ ଆମେ ତାକୁ ରକ୍ଷା କରି ଆସିଛେ, ଆଉ ଆଗକୁ ବି ଆମେ ତାକୁ ରକ୍ଷା କରିବାକୁ ପଡ଼ିବ ପିୟୁଷ। ସେଥିପାଇଁ ମୋତେ ତା ଉପରେ ନଜର ରଖିବାକୁ ପଡ଼ିବ। ଆଉ ସେଥିପାଇଁ ତତେ ଜୀବନକୁ ଯେମିତି ବି ହେଲେ ଖୋଜିବାକୁ ପଡ଼ିବ। ଏହାପରେ ପିୟୁଷ କହିବେ, ଚିନ୍ତା କର ନାହିଁ ଦିଦି, ମୁଁ ଯାଇ ଖୋଜିବି, କିନ୍ତୁ ତମେ ସାନ ମା ଉପରେ ଟିକେ ନଜର ରଖିଥିବ। ଏହାପରେ ଗୌରୀ କହିବେ, ହଉ ଠିକ୍ ଅଛି। ଏହାପରେ ସେଠାରୁ ପିୟୁଷ ପଳାଇଯିବେ। ଏହାପରେ ସେପଟେ ବିକ୍ରାନ୍ତ କହିବେ, ଦିଦିଲୋ, ହାତ ଗୋଡ଼ କି ବଥା ଲୋ। ଏଇ ଦିଦିଲୋ, ଦୌଡ଼ି ଦୌଡ଼ି ବୁଲି ବୁଲି ଖୋଜି ଖୋଜି ଏଇ ଗରମରେ ମୋ ଅବସ୍ଥା ପୁରା ଖରାପ ହୋଇଗଲାଣି।